महाराणी शकुंतला स्वामी सृष्टिकर्ता ब्रह्मांकर सुरचित এই ধরণী বক্ষরে सुविस्तारित এই মোর বৃন্দাবন রাজ্য महाराज ହଁ महाराणी शकुंतला এই বিশাল সাম্রাজ্যর পরিচালক মো মহারাজা মহেন্দ্র কেশরী ইন্দ্রଙ୍କର ସୁବୃଷ୍ଟି ଯୋଗୁଁ ଶସ୍ୟ ସମ୍ପନ୍ନ ହୋଇ ହସୁଛି ଧରଣୀ ଭାତୃ ସ୍ନେହ ରଖି ପ୍ରଜାମାନେ କରନ୍ତି ନିବାସ हाँ स्वामी हाँ ଯାହା କହିଲି ସେଇଟା ସତ ନା ମିଛ ସେଇଟା ସବୁ ସତ ସ୍ୱାମୀ କିନ୍ତୁ କିନ୍ତୁ ଶକୁନ୍ତଳା ହଁ ଦୀର୍ଘ 3 ବର୍ଷ ତଳର କଥା ମନେ ପକାଇ ମନେ ତମର ସର୍ବଦା ଖାଇତେ ହେଉଛି ସ୍ୱାମୀ ହଁ ଭାଇ ସେଇ ଦୁଃଖର କଥା ଆଉ କୁହନି ଯେଉଁ ଦିନଠାରୁ ସେଇ ରାଧାକୃଷ୍ଣଙ୍କର ପ୍ରତିମୂର୍ତ୍ତିଟା ଚୋରି ହେଇଯାଇଛି ସେଇଦିନ ଠାରୁ ଆମର এই ବୃନ୍ଦାବନ ରାଜ୍ୟରେ କେତେ ଅଭାବ ଅନଟନ ଘଟି ଆସିଛି ମହାରାଣୀ ସ୍ୱାମୀ ସେଇ କଥା ମୁଁ ଚିନ୍ତା କରୁଥିଲି ସବୁବେଳେ ସେ ଗୋଟାଏ ଚିନ୍ତା ମୋ ମନରେ ଉଙ୍କି ମାରୁଥିଲା ହଁ ମହାରାଜ ହେଲେ ସୌଭାଗ୍ୟର କଥା ଭଗବାନ ଶ୍ରୀ ରାଧାକୃଷ୍ଣ ମୋ ଉପରେ ବର୍ତ୍ତମାନ କରୁଣା କରିଛନ୍ତି ଆପଣ କ'ଣ କହୁଛନ୍ତି ସ୍ୱାମୀ ଆସନ୍ତାକାଲି ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ତିଥି ହଁ ହଁ এই জন্মাষ্টমী তিথিরে পুଣି ଥରେ ଆମେ এই ମନ୍ଦିରରେ ଭଗବାନଙ୍କ ପ୍ରତିମା ସ୍ଥାପନ କରିବା ମହାରାଣୀ ଆପଣ କ'ଣ ସତ କହୁଛନ୍ତି ସ୍ୱାମୀ ହଁ ମହାରାଣୀ ହେଲେ ସେଇଟା କେମିତି ସମ୍ଭବ ହବ ନିଶ୍ଚୟ ସମ୍ଭବ ହେବ ମହାରାଣୀ ହେ ତମେ କ'ଣ ଜାଣିନ କରି କରାଉ ଥାଏ ସେହି ତା ବିନୁ ଅନ୍ୟ ଗତି ନାହିଁ ହଁ ମହାରାଜ ନିଶ୍ଚୟ ସେ ଯେତେବେଳେ ଚାହିଁଛନ୍ତି ଏ କଥା ନିଶ୍ଚୟ ହେବ ସତ ଆଉ ଗୋଟେ କଥା ଜାଣିଛ କ'ଣ ଯିଏ ଆମ ମନ୍ଦିରର ପ୍ରତିମା ଚୋରି କରିଥିଲା ସେଇ ସୂର୍ଯ୍ୟ ତାକୁ ମୁଁ କାରାଦଣ୍ଡରୁ ମୁକ୍ତ କରିଦେଇଛି ସ୍ୱାମୀ ହଁ ଆଉ ସେଇ ଶିବର ପ୍ରତିମା ନେଇ ସେ ଆସି ଆମ ରାଜ୍ୟରେ ପହଞ୍ଚିବ ଆଉ ଆମକୁ ସମର୍ପଣ କରିବେ ଆପଣ କ'ଣ ସତ କହୁଛନ୍ତି କହୁଛି ମହାରାଣୀ ମୁଁ ରାଜସଭାରେ ଘୋଷଣା କରିସାରିଛି ଏଇ ଆୟୋଜନ କରିବା ପାଇଁ ତାହେଲେ ଏଇଟା ହେଉଛି ବହୁତ ବଡ଼ ଖୁସିର ଖବର ମହାରାଣୀ ସ୍ୱାମୀ ଏ କଥା ଶୁଣିବା ପରେ ନା ମୋର ବୃନ୍ଦାବନ ରାଜ୍ୟ ହସର ଲହରୀ ଛାଡ଼ି ଯାଉଛି ମହାରାଣୀ ସ୍ୱାମୀ ହଁ ମହାରାଣୀ ଆନନ୍ଦ ଲହରୀ ମହାରାଜ ରାଜେ ମୋହରୀ ପ୍ରାଣେଶ୍ୱରୀ ସ୍ୱାମୀ आनंद लहरी खेले राज मोहरी प्राणेश्वरी आनंद लहरी खेले राज मोहरी प्राणेश्वरी परज सजा होई नाच चल सजाती राज पूरा पल्ली घर उत्सव पालिबा खुशीरे चंद्रमा बदनी बितणी प्राण संगिरे चंद्रमा बदनी बितणी प्राण संगिरे ମହାରାଣୀ ଶକୁନ୍ତଳା ସ୍ୱାମୀ ଯେଉଁ ଦିନରୁ ଭଗବାନଙ୍କ ପ୍ରତିମା ଚୋରି ହେଇଛି ହଁ ସେଦିନୁ ଆଜି ପର୍ଯ୍ୟନ୍ତ ମୁଁ କେବେ ଶାନ୍ତିରେ ଗୋଟାଏ ଦିନ ବି ରହିପାରିନି ହଁ ମହାରାଜ ଯେଉଁ ଦିନ ମନ୍ଦିରରୁ ଚୋରି ହେଲେ ଠାକୁର ସେଦିନ ପ୍ରତିଷ୍ଠିତ ହୋଇ ନାହିଁ ମନ୍ଦିର ମହାରାଣୀ ଶକୁନ୍ତଳା ହଁ ଯେଉଁ ଦିନ ମନ୍ଦିରରୁ ଚୋରି ହେଲେ ଠାକୁର ସେଇଦିନ ପ୍ରତିଷ୍ଠିତ ହୋଇ ନାହିଁ ମନ୍ଦିର ଆଜି ସେ ସୌଭାଗ୍ୟ ଆସି ହେଲା ପ୍ରାପ୍ତ କୃଷ୍ଣ ଜନ୍ମାଷ୍ଟମୀ
বদনী মিতালি প্রাণ সঙ্গে চন্দ্রমা বদনী মিতালি প্রাণ সঙ্গে শ্রীক্ষେତ୍ର ସ୍ୱାମୀ ରାଜ୍ୟର ପ୍ରଜାମାନେ ଆନନ୍ଦରେ ସବୁ ଆୟୋଜନ କରିବାରେ ଲାଗିଛନ୍ତି ମହାରାଣୀ। ସତରେ ହଁ ମହାରାଣୀ। ହେଲେ ସ୍ୱାମୀ ଆପଣ ତ କହୁଛନ୍ତି ଯେ ସେ ସୂର୍ଯ୍ୟକୁ କାରାଦଣ୍ଡରୁ ମୁକ୍ତ କରିସାରିଛନ୍ତି। ହଁ ମହାରାଣୀ। ସେ ତା ନିକଟକୁ କିଏ ଯାଇଛି ସ୍ୱାମୀ? ଆରେ ଚିନ୍ତା କର ନା, ହଁ। ଆମ ବିଦୂଷକ ଚକ୍ରଧର ପରା ତା ସାଙ୍ଗରେ ଅଛି। ହଁ ହଁ ସେ ଆସନ୍ତାକାଲି ବ୍ରହ୍ମ ମୁହୂର୍ତ୍ତରେ ଭଗବାନଙ୍କ ପ୍ରତିମା ନେଇ ଆମ ରାଜଭବନରେ ପହଞ୍ଚିଯିବ। ତମେ ଜମାରୁ ଚିନ୍ତା କର ନା। ହଁ ମହାରାଜ। ତମେ କେବଳ ଗୋଟାଏ ଚିନ୍ତା କର, କ'ଣ? ତମେ ରାଣୀ ହଂସପୁରକୁ ଯାଇ ହଁ ମୋର ଛୋଟ ଛୋଟ ଦୁଇ ଝିଅ ଅଛନ୍ତି, ହଁ ହଁ ଅବନ୍ତିକା ଓ ଅବନ୍ତିକା ଓ ଅନାମିକା, ହଁ, ହଁ। ସେମାନଙ୍କୁ ଶୀଘ୍ର ସଜବାଜ କରିକି ନିଜେ ସଜବାଜ ହେଇକି ହଁ ପୂଜା ସାମଗ୍ରୀ ହାତରେ ଧରି ଏହି ମନ୍ଦିରକୁ ଆସିବ। ତାହେଲେ ଠିକ୍ ଅଛି ସ୍ୱାମୀ, ବର୍ତ୍ତମାନ ମୁଁ ଭିତରକୁ ଯାଉଛି। ଆରେ ଅନେଇଛ କ'ଣ, ଯାଅ, ଶୁଭ କାର୍ଯ୍ୟ ତତ୍ପର, ଶୀଘ୍ର ଯାଅ। ହଁ ହଁ ଯାଉଛି। ହେ ପ୍ରଭୁ କରୁଣାମୟ, ଏତେ ଦିନ ପରେ ମୋର ମନର କାମନା ପୂର୍ଣ୍ଣ ହେବାକୁ ଯାଉଛି। ଆଜି ମୁଁ ବହୁତ ଖୁସି। ହେ ଲୀଳାମୟ, ଏସବୁ ତମରି ଲୀଳା ପ୍ରଭୁ, ଏସବୁ ତମରି ଲୀଳା। ଜୟ ଶ୍ରୀ ରାଧାକୃଷ୍ଣ, ଜୟ ଶ୍ରୀ ରାଧାକୃଷ୍ଣ, ଜୟ ଶ୍ରୀ ରାଧାକୃଷ୍ଣ।